हेलो एवरीवन मु सुशांत आपण मानक स्वागत करुछि आपनकर प्रिय यूट्यूब चैनल स्मार्ट ओडिया को। तो पिला माने तमरो नवम श्रेणी रो वार्षिक परीक्षा आगु रहिछि एवं सेही परीक्षा पई टॉप 15 एमसीक्यू क्वेश्चन मने आसीछि ओडिया रो जहा कि तमरो एग्जाम रे बहुत हेल्पफुल हेबो। तो चलो टेक्निकल वीडियो को स्टार्ट करबा ता पूर्व चैनल रे नुवा थिले पिला माने चैनल को सब्सक्राइब करबा सहित पाखर से बेल आइकन को प्रेस करी ऑल बटन रे क्लिक कर देबो एवं टेलीग्राम चैनल लिंक डिस्क्रिप्शन रे अछि निहाते जॉइन कर नबो काहे कि ना तमरो दशम श्रेणी ଯେତେବେଳେ ତମମାନେ ପଢିବ ତମ ପାଇଁ ବହୁତ ଭଲ ଭଲ କଣ୍ଟେଣ୍ଟ ଗୁଡ଼ିକ ଆସିବାକୁ ଯାଉଅଛି। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦେଖ ପ୍ରଥମ ପ୍ରଶ୍ନ ପିଲାମାନେ ସମସ୍ତେ ଉତ୍ତର ଦେବାକୁ ଚେଷ୍ଟା କର ଯେ କାହା ମୁଖ ଅନାଇ ବଞ୍ଚିବି କବିତାଟି କେଉଁ ପୁସ୍ତକରୁ ଆନିତ? ପ୍ରଥମ ଅପସନ ରହିଛି ମଥୁରା ମଙ୍ଗଳ, ସେକେଣ୍ଡରେ ରହିଲା ମନବୋଧ ଜ୍ୟୋତିଷା, ଥାର୍ଡରେ ରହିଲା ଗୋପମଙ୍ଗଳ ଏବଂ ଯୋଉ ଡି ରେ ରହିଲା କଲା କଲେବର ଜ୍ୟୋତିଷା। ତ ପିଲାମାନେ ଏହାର ସଠିକ ଉତ୍ତର କଣ ହେବ ନା କାହା ମୁଖ ଅନାଇ ବଞ୍ଚିବି କବିତାଟି ମଥୁରା ମଙ୍ଗଳ ପୁସ୍ତକରୁ ଆନିତ। ମନେ ରଖ ପୁଣି ଥରେ କହି ରଖୁଛି କାହା ମୁଖ ଅନାଇ ବଞ୍ଚିବି କବିତାଟି ମଥୁରା ମଙ୍ଗଳ ପୁସ୍ତକରୁ ଆନିତ। ତାପରେ ଯିବା ପିଲାମାନେ ଆମର 2 ନମ୍ବର ପ୍ରଶ୍ନକୁ କାହା ମୁଖ ଅନାଇ ବଞ୍ଚିବି କବିତାରେ କେଉଁ ଭାବ ପ୍ରକାଶିତ ହୋଇଛି? ପ୍ରେମ ଭାବ, ବାତ୍ସଲ୍ୟ ନା ବାତ୍ସଲ୍ୟ ମମତା ନା ଶ୍ରଦ୍ଧା? ତ ପିଲାମାନେ ଏଠାରେ କଣ ହେଇଛି କାହା ମୁଖ ନାହିଁ ବଞ୍ଚିବି କବିତାରେ ଯୋଉ ତମର କଣ ବାତ୍ସଲ୍ୟ ମମତା ଭାବଟି ପ୍ରକାଶିତ ହୋଇଛି। ପୁଣି ଥରେ କହି ରଖୁଛି କାହା ମୁଖ ନାହିଁ ବଞ୍ଚିବି କବିତାରେ ବାତ୍ସଲ୍ୟ ମମତା ଭାବ ପ୍ରକାଶିତ ହୋଇଛି ପିଲାମାନେ ବୁଝିହେଲା। ତାପରେ 3 ନମ୍ବରକୁ ଆସିବା କଣ କହିଛି ଜୀବନ ଏହା କେଉଁ ଅର୍ଥରେ କବିତାରେ ବ୍ୟବହୃତ ହୋଇଛି? ପ୍ରାଣ, ଜଳ, ଜୀବ ନା ଯାହାର ଜୀବନ ଅଛି? ତ ପିଲାମାନେ ଜୀବନ ଏହା ତମର ଜଳର ଅର୍ଥରେ ବ୍ୟବହୃତ ହୋଇଛି ପିଲାମାନେ ବୁଝିହେଲା। ତାପରେ 4 ନମ୍ବର କଣ କହିଛି ଡେକ୍ସ ବିହୁନେ ଜେନେ ଯଶ ଉପଯୁକ୍ତ ପଦ ବାଛି ଶୂନ୍ୟ ସ୍ଥାନ ପୂରଣ କର। ଅପସନ ରେ ରହିଛି ଉଦକ, ଜୀବନ, ପବନ ଏବଂ ଖାଦ୍ୟ। ତ ପିଲାମାନେ ଏଠାରେ କଣ ହେବ ଜୀବନ ବିହୁନେ ଜେହ୍ନେ ଯଶ ହେବ ଝସ ହେବ ସରି ଜୀବନ ବିହୁନେ ଜେହ୍ନେ ଝସ ବୁଝିହେଲା। ତାପରେ ଯିବା 5 ନମ୍ବରକୁ 5 ନମ୍ବର କଣ କହିଛି ଶ୍ରୀକୃଷ୍ଣ ତାଙ୍କ ପିତାଙ୍କୁ କଣ ମାଗୁଥିଲେ? ବ୍ୟାଟ, ବଲ, ଖେଳଣା ନା ଚନ୍ଦ୍ର? ତ ଶ୍ରୀକୃଷ୍ଣ ତାଙ୍କ ପିତାଙ୍କୁ ପିଲାମାନେ କଣ ମାଗୁଥିଲେ? ଚନ୍ଦ୍ର ମାଗୁଥିଲେ ବୁଝିହେଲା। 6 ନମ୍ବରକୁ ଆସିବା 6 ନମ୍ବର କଣ କହିଛି ଜୀବନ ହାରିବି ଗଣ୍ଡ ଜଳେ। ଗଣ୍ଡ ଜଳେ କେଉଁ ଅର୍ଥରେ ଏଠାରେ ବ୍ୟବହୃତ ପିଲାମାନେ? ସମୁଦ୍ରର ଗଭୀର ଗଣ୍ଡ ଜଳ ନା ନଦୀର ଗଭୀର ଗଣ୍ଡର ଜଳ ନା ଆଖିର ଲୁହ ନା ଆଖିରୁ ଗାଲ ଉପରେ ଦେଇ ଅନବରତ ବହୁଥିବା ଲୁହ ଧାର? ତ କୋଉଟା ହେବ ପିଲାମାନେ ଗଣ୍ଡ ଜଳର ଅର୍ଥ କଣ ହେବ? এইটা ହେବ ତମର ଆଖିରୁ ଗାଲ ଉପର ଦେଇ ଅନବରତ ବହୁଥିବା ଲୁହ ଧାର ବୁଝିହେଲା। ଗଣ୍ଡ ଜଳର ଅର୍ଥ କଣ ଏଠାରେ କୋଉ ଅର୍ଥରେ ଏଠାରେ ବ୍ୟବହୃତ ହେଇଛି ବୁଝିପାରିଲ ଯେ ଆଖିରୁ ଗାଲ ଉପରେ ଦେଇ ଅନବରତ ବହୁଥିବା ଲୁହ ଧାର ଉପରେ ଏଇଟା ତମର କଣ ହେଇଛି ବ୍ୟବହୃତ ହୋଇଛି। ତାପରେ ଆସିବା 7 ନମ୍ବରକୁ 7 ନମ୍ବର କଣ କହିଛି ଶ୍ରୀକୃଷ୍ଣ କାହାକୁ ଦେଖି ଭୟ କରୁଥିଲେ? ବାଘ, ସିଂହ, ଭାଲୁ ନା ଛାଇ? ତ ପିଲାମାନେ ଏଇଟା ହେବ କଣ ଶ୍ରୀକୃଷ୍ଣ ଛାଇକୁ ଦେଖି ଭୟ କରୁଥିଲେ ବୁଝିହେଲା। 8 ନମ୍ବର ପିଲାମାନେ ଚନ୍ଦ୍ରମୁଖ କହିଲେ କଣ ବୁଝାଯାଏ? ଚନ୍ଦ୍ରର ମୁଖ, ଚନ୍ଦ୍ର ରୂପକ ମୁଖ, ଚନ୍ଦ୍ର ପରିମୁଖ ନା ଅତି ସୁନ୍ଦର ଶାନ୍ତ ସ୍ନିଗ୍ଧ ମୁଖ? ତ ପିଲାମାନେ ଏହାର ସଠିକ ଉତ୍ତର ହେବ କଣ ଅତି ସୁନ୍ଦର ଶାନ୍ତ ସ୍ନିଗ୍ଧ ମୁଖକୁ ତମର କଣ କୁହାଯାଏ ଚନ୍ଦ୍ରମୁଖ ବୋଲି କୁହାଯାଏ। 9 ନମ୍ବର କେଉଁଟି ବାସ ଶବ୍ଦର ପ୍ରତିଶବ୍ଦ ନୁହେଁ? ବସ୍ତ୍ର, ଘର, ବାସନ ନା ବାସଙ୍ଗ? ତ ପିଲାମାନେ ଏଇଟା କଣ ହେବ ବାସ ଶବ୍ଦର ପ୍ରତିଶବ୍ଦ ବାସଙ୍ଗ ନୁହେଁ ବୁଝିହେଲା। ତାପରେ 10 ନମ୍ବରକୁ ଆସିବା କଣ କହିଛି ପକ୍କ ରମ୍ଭା ଏଠାରେ ରମ୍ଭା କେଉଁ ଅର୍ଥରେ ବ୍ୟବହୃତ କରାଯାଇଛି? ଅପ୍ସରା, ଏକ ପ୍ରସିଦ୍ଧ ସ୍ଥାନ ନା ତମର କଦଳୀ ନା କମଳା? ତ ପିଲାମାନେ ଏଇଟା କଣ ହବ ନା
ତମର ପକରମ୍ଭା ଏଠାରେ କଦଳୀ ଅର୍ଥରେ ବ୍ୟବହୃତ କରାଯାଇଛି। ମନେ ରଖ ସମସ୍ତେ ପୁଣି ଥରେ, ପକରମ୍ଭା ଏଠାରେ ରମ୍ଭା ତମର କଦଳୀ ଅର୍ଥରେ ବ୍ୟବହାର କରାଯାଇଛି ପିଲାମାନେ, ବୁଝି ହେଲା। ତାପରେ 11 ନମ୍ବର ଦେଖିବା, ଚନ୍ଦ୍ରମୁଖ ଏହା କି ସମାସ ହେବ? ଦ୍ୱନ୍ଦ, କର୍ମଧାରୟ, ବହୁବ୍ରୀହି ନା ଦ୍ୱିଗୁ। ତ ପିଲାମାନେ ଏଇଟା ହେବ ତମର କଣ, ଯୋଉ ଚନ୍ଦ୍ରମୁଖ ପିଲାମାନେ କର୍ମଧାରୟ ସମାସ, ବୁଝି ହେଲା। ତାପରେ ଯିବା ଆମର ନେକ୍ସଟ ପ୍ରଶ୍ନକୁ। ନେକ୍ସଟ ପ୍ରଶ୍ନ ଆମର 12 ନମ୍ବର କଣ କହିଛି, ଶ୍ରୀକୃଷ୍ଣ ରାଗିଗଲେ କଣ କରୁଥିଲେ? କାନ୍ଦି ପକଉଥିଲେ, ଘରୁ ପଲାଉଥିଲେ, ଗାଲି ଦେଉଥିଲେ ନା ହାଣ୍ଡି କୁଣ୍ଡି ଭାଙ୍ଗୁଥିଲେ? ତ ପିଲାମାନେ ଏହାର ସଠିକ ଉତ୍ତର କଣ ହେବ? ଶ୍ରୀକୃଷ୍ଣ ରାଗିଗଲେ ହାଣ୍ଡି କୁଣ୍ଡି ଭାଙ୍ଗୁଥିଲେ, ବୁଝି ହେଲା। 13 ନମ୍ବର ତାପରେ ପିଲାମାନେ, ଯଶୋଦା ଶ୍ରୀକୃଷ୍ଣଙ୍କୁ ଲଲାଟରେ କଣ ଲଗାଇ ଦେଉଥିଲେ? ମୟୂର ପୁଚ୍ଛ, ଫୁଲ, ସୁବାସିତ ଦ୍ରବ୍ୟ ନା ଚିତା? ତ ପିଲାମାନେ ଏଇଟା କଣ ହବ? ଯଶୋଦା ଶ୍ରୀକୃଷ୍ଣଙ୍କ ଲଲାଟରେ ଚିତା ଲଗାଇ ଦେଉଥିଲେ। କଣ ଲଗାଇ ଦେଉଥିଲେ? ଚିତା ଲଗାଇ ଦେଉଥିଲେ, ବୁଝି ହେଲା। ତାପରେ 14 ନମ୍ବର, ଯେହ୍ନେ ଏହା କେଉଁ ଅର୍ଥକୁ ପ୍ରକାଶ କରୁଛି? ଯେଉଁପରି, ଯେତେବେଳେ, ଯେଉଁ ସମୟରେ ନା ଯେଉଁ ସ୍ଥାନରେ। ତ କେଉଁ ଅର୍ଥକୁ ଏଇଟା ପ୍ରକାଶ କରୁଛି ପିଲାମାନେ? ତ ଯେହ୍ନେ ଯୋଉଟା ପିଲାମାନେ ଏଠାରେ ତମର କଣ, ଯେହ୍ନେ ଏଠାରେ ଯେଉଁପରି ର ଅର୍ଥକୁ ପ୍ରକାଶ କରୁଛି, ବୁଝି ହେଲା। କୋଉଟାକୁ ପ୍ରକାଶ କରୁଛି? ଯେହ୍ନେ ପିଲାମାନେ ତମର ଯେଉଁପରିର ଅର୍ଥକୁ ପ୍ରକାଶ କରୁଛି। ମନେ ରଖ, ଏଇଟା କେବଳ ପ୍ରାକ୍ଟିସ ପାଇଁ ମୁଁ ତମକୁ ବାରମ୍ବାର ରିପିଟ କରିକି ଶୁଣଉଛି, କାହିଁକି ତମେ ପ୍ରାକ୍ଟିସ କରିକି ମନେ ରଖିପାରିବ। ତମର ଏକ୍ସାମ ରେ ଯେମିତି ଯଦି ପ୍ରଶ୍ନ ଆସେ ତମେ ଆରାମରେ ଯେମିତି ଲେଖିପାରିବ, ବୁଝି ହେଲା। ତାପରେ ପିଲାମାନେ 15 ନମ୍ବର କଣ କହିଛି? ଭକ୍ତ ଚରଣଙ୍କର ପିଲାଦିନର ନାମ କଣ ଥିଲା? ତ ପିଲାମାନେ ଅପସନ ରେ ଅଛି ବୈରାଗୀ ଚରଣ, ଅନାମ ଚରଣ, ସୁଦାମ ଚରଣ ଏବଂ ଶ୍ରୀ ଚରଣ। ତ ପିଲାମାନେ ଏହାର ସଠିକ ଉତ୍ତର କଣ ହେବ? ଭକ୍ତ ଚରଣଙ୍କର ପିଲାଦିନର ନାମ ଥିଲା ପିଲାମାନେ କଣ ନା ବୈରାଗୀ ଚରଣ, ବୁଝିପାରିଲ। ତ ପିଲାମାନେ ପୁଣି ଥରେ କହିଦଉଛି, ଭକ୍ତ ଚରଣଙ୍କର ପିଲାଦିନର ନାମ ଥିଲା ବୈରାଗୀ ଚରଣ। ତ ପିଲାମାନେ ଏଇଟା ଥିଲା ଆଜିକାର 15ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଯୋଉଟା କି ତମର ଚାପ୍ଟର ଥିଲା କାହା ମୁଖ ଅନାଇ ବଞ୍ଚିବି ର ଅବଜେକ୍ଟିଭ ସେକ୍ସନ, ଯାହାକି ଆଶା କରୁଛି ତମର ଏକ୍ସାମ ରେ ତମକୁ ବହୁତ ହେଲ୍ପଫୁଲ ହେବ। ଯଦି ଭିଡିଓଟି ପସନ୍ଦ ଆସିଛି ଭିଡିଓଟିକୁ ଲାଇକ୍ ଏବଂ ସେୟାର କରିବା ସହିତ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିବାରୁ ଜମାରୁ ଭୁଲିବେନି। ଏବଂ ବାକି ସବୁ ସବଜେକ୍ଟର ବି ମୁଁ ତମକୁ ପ୍ଲେ ଲିଷ୍ଟର ଲିଙ୍କ ଦେଇଦେବି ଡିସ୍କ୍ରିପସନରେ, ଯାଇକି ୱାନ୍ସ ନିହାତି ଚେକ୍ କରିନେବେ। ଏବଂ ପିଲାମାନେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ, ଟେଲିଗ୍ରାମ ଗ୍ରୁପର ଲିଙ୍କ, ସମସ୍ତଙ୍କର ହ୍ୱାଟ୍ସଆପ ଚ୍ୟାନେଲର ଲିଙ୍କ ବା ଯେତେ ବି ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଗୁଡ଼ିକ ଅଛି ସମସ୍ତଙ୍କର ଲିଙ୍କ ତମମାନଙ୍କୁ ଡିସ୍କ୍ରିପସନରେ ମିଳିଯିବ। ତମେ ଯୋଉ ସୋସିଆଲ ମିଡିଆ ୟୁଜ କରୁଛ ସେଇ ହ୍ୟାଣ୍ଡେଲକୁ ତମେ କ୍ଲିକ୍ କରିକି ଆମକୁ ସେଥିରେ ଫଲୋ, ସବସ୍କ୍ରାଇବ ବା ଲାଇକ୍ କରିପାରିବ। ଧନ୍ୟବାଦ ପିଲାମାନେ, ଦେଖା ହେବ ଯଥା ଶୀଘ୍ର ଏକ ନୂଆ ଭିଡିଓରେ। ସେବେଳ ପର୍ଯ୍ୟନ୍ତ ବାଏ ବାଏ, ଟେକ୍ କେୟାର, ସି ୟୁ ଇନ୍ ଆୱାର ନେକ୍ସଟ ଭିଡିଓ। ଥ୍ୟାଙ୍କ ୟୁ।